ଧ୍ୟାନ ଓ ପ୍ରାର୍ଥନା ମାର୍ଚ୍ଚ 14, 1914। ମରୁଭୂମିର ଅପରିବର୍ତ୍ତନୀୟ ଏକାନ୍ତ ନିର୍ଜନତା ମଧ୍ୟରେ ରହିଛି ତୋର ମହିମମୟ ସାନ୍ନିଧ୍ୟର କିଛି ଆଭାସ। ଆଉ ମୁଁ ବର୍ତ୍ତମାନ ବୁଝିପାରୁଛି ତୋତେ ଉପଲବ୍ଧି କରିବା ସକାଶେ ଚିରକାଳ ହିଁ ଗୋଟିଏ ପ୍ରକୃଷ୍ଟ ଉପାୟ ହେଲା ଏହି ମରୁଭୂମିର ବିପୁଳ ବାଲୁକା ରାଶି ମଧ୍ୟରେ ଆଶ୍ରୟ ଗ୍ରହଣ କରିବା। କିନ୍ତୁ ତତେ ଯିଏ ଜାଣେ ତାହା ସକାଶେ ତୁ ସର୍ବତ୍ର ଓ ସର୍ବବସ୍ତୁ ମଧ୍ୟରେ ବିଦ୍ୟମାନ ଏବଂ କୌଣସି ଗୋଟିଏ ବସ୍ତୁ ଅନ୍ୟ ବସ୍ତୁ ଅପେକ୍ଷା ତତେ ପ୍ରକାଶ କରିବା ସକାଶେ ଅଧିକ ଉପଯୋଗୀ। ଏହା ସେ ବୋଧ କରେ ନାହିଁ, କାରଣ ଯେଉଁ ବସ୍ତୁ ସବୁ ବିଦ୍ୟମାନ ଏବଂ ଏବେ ବି ଯେଉଁ ସକଳ ବସ୍ତୁ ପ୍ରକଟ ହୋଇନାହିଁ ସେ ସବୁ ହିଁ ତୋର ଅଭିବ୍ୟକ୍ତି ନିମିତ୍ତ ପ୍ରୟୋଜନ। ଯେହେତୁ ତୋର ଦିବ୍ୟ ପ୍ରେମ ସମଗ୍ର ଜଗତ ମଧ୍ୟରେ କାର୍ଯ୍ୟ କରୁଛି, ସେହି ସକାଶେ ପ୍ରତ୍ୟେକ ବସ୍ତୁର ଉଦ୍ୟମ ହେଲା ଜୀବନକୁ ତୋ ଅଭିମୁଖରେ ଚାଳିତ କରିବା ଏବଂ ଆମ୍ଭମାନଙ୍କର ଦୃଷ୍ଟି ଯେତେବେଳେ ଖୋଲିଯାଏ ସେତେବେଳେ ଆମେମାନେ ନିରନ୍ତର ଏହି ଚେଷ୍ଟାର ଉପଲବ୍ଧି କରିପାରୁ। ହେ ପ୍ରଭୁ, ହୃଦୟ ମୋର ତୃଷାକୁଳ ତୋ ସକାଶେ, ଚିନ୍ତା ମୋର ସର୍ବଦା ହିଁ ଚାଲୁଛି ତୋର ଅନୁସନ୍ଧାନରେ। ନୀରବ ଭକ୍ତି ଭରି ତୋତେ ପ୍ରଣାମ କରୁଛି।